ଦେଶକୁ ଦେଖନ୍ତୁ ଆଜି ଯୋଉ ମହାନ ପୁରୁଷ ମାନେ ଯେ ତମାଦାରା କୁହନ୍ତୁ ବିର୍ସା ମୁଣ୍ଡା କୁହନ୍ତୁ ଶହୀଦ ଲଖନ ନାୟକ କୁହନ୍ତୁ ଆଜି ସେମାନଙ୍କର ରକ୍ତ ଦେଇକି ଆଜି ଦେଶକୁ ସ୍ୱାଧୀନତା ଆଣିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ମାନେ ଆମ ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାର କୁହନ୍ତୁ ଯେକୌଣସି ମାନେ ଗଭର୍ଣ୍ଣମେଣ୍ଟ କୁହନ୍ତୁ ଆମକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। ଭାରତର ସମ୍ବିଧାନ ତିଆରି ହେଲା ଭାରତ ସମ୍ବିଧାନରେ ଆମ ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ତିଆରି ହେଲା ଆଉ ସ୍ୱତନ୍ତ୍ର ଆମର ଏ ଆଦିବାସୀ ଅଞ୍ଚଳ ଗୁଡ଼ିକକୁ ଯୋଉଟାକି ଫିଫ୍ଥ ସିଡ୍ୟୁଲ୍ ଏରିଆ ବୋଲି କୁହାଗଲା ଫିଫ୍ଥ ସିଡ୍ୟୁଲ୍ ଏରିଆରେ ଆମର ପାଇଁ ସ୍ୱତନ୍ତ୍ର ଆକ୍ଟ ଅଛି ଆର୍ଟିକଲ ଅଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେଗୁଡ଼ିକ କାର୍ଯ୍ୟକାରୀ ହେଇପାରେ ନାହିଁ ଯାହାଫଳରେ ଆଜି ଏସବୁ ସମସ୍ୟା ଆମ ପଡ଼ୁଛି। ଏଠି ଗୋଟେ ଜିନିଷ ସରକାରଙ୍କ କହିବାକୁ ଚାହୁଁଛି ଯେ ଏ ଅଭିଯୁକ୍ତ କୋରାପୁଟ ଜିଲ୍ଲା ଗୁଡ଼ିକରେ ମାଲକାନଗିରି ଜିଲ୍ଲା ଗୁଡ଼ିକରେ କାହିଁକି ଆଜି ଆଦିବାସୀ ମାନେ ଆମର ଏକତ୍ରିତ ହେଇକି ଆଜି ଆବାଜ ଉଠାଉଛନ୍ତି ଯେ ସେମାନଙ୍କ ଅଧିକାର ପାଇଁ ତାହେଲେ ସରକାର ଓଡ଼ିଶା ସରକାରକୁ ଭାରତ ସରକାରକୁ ପଚାରିବା ପାଇଁ ଚାହୁଁଛି କୋଉମାନଙ୍କର ସ୍ୱାର୍ଥ ନେଇକି ଆଜି ଆଦିବାସୀ ମାନଙ୍କୁ ସବୁ ପଚାରି ରଖାଯାଇଛି ଏଇଟା ସ୍ପଷ୍ଟ କରନ୍ତୁ କୋଉମାନଙ୍କର ସ୍ୱାର୍ଥ ନେଇକି। ଆଉ ଆପଣମାନେ ବି ଦେଖିଥିବେ ମଝିରେ ଯାଇଥିଲେ ମୁଁ ଭୁବନେଶ୍ୱର ଯାଇଥିଲେ वाटे माहिती की दिशा माहिती आंदोलन मारी मागता मुख्यमंत्री गाल मागता इधर सरकार डिक्लेअर ಮಾಡ್ತಾರೆ डिक्लेअर ಮಾಡಿ ಮುಂದೆ ನರೇಂದ್ರ ಮೋದಿ ಲಡಾಯಿ ಮಾಡಿ ಮಾಡ್ತಾರೆ और पेशाक माहिती ನಾನು ನಿಸ್ಕುದೆ पेशाक ಮಾಹಿತಿ ଦେଇଛି ତାପରେ ଏବେ ମଝିରେ ମୁଁ ଯାଇକି ମିଶିଥିଲି ଯେ କି ଭାରତ ସରକାରଙ୍କର ଆମର ଯୋଉ ন্যাশনাল কমিশন ট্রাইবাল সরকার কথাবার্তা করিଥିଲେ আলোচনা করিଥିଲେ এই পেশা উপরে এই মালকানগিরি জেলা সমস্যা নেকি তখন সঙ্গে সঙ্গে আমার যে অଛନ୍ତି ফগন সিং গুরুস্তে মেম্বার অফ পার্লামেন্ট যে কি স্টার্টিং কমিটির যে চেয়ারম্যান অଛନ୍ତି তাଙ୍କ সঙ্গে আলোচনা করি যে এই অভিযোগ করা পড়ছে এই অঞ্চল গুলিকে ইমিডিয়েটলি সেମାନଙ୍କ পেশা লাগু করা যাও ମୁଁ ଲିଖିତ ଆକାରରେ ଦେଇକି ଆସିଛି। ଆଉ ଏବେ ରିସେଣ୍ଟଲି ମୁଁ ଜାନୁଆରୀ ମାସ 10 ତାରିଖରେ ଯାଉଛି କାଲି ଯେହେତୁ ମୋତେ ଭଉଣୀ ଆଶ୍ରମ ଆଲୋଚନା କରୁଛି ଯେ ଇମିଡିଏଟଲି ଆର ଗୋଟେ ସମାଧାନ ହେଉଛି ଆପଣ ପେଶାକୁ ଲାଗୁ କରନ୍ତୁ ଇମିଡିଏଟଲି ପେଶାକୁ ଲାଗୁ କରନ୍ତୁ ପେଶାକୁ ଯଦି ଲାଗୁ କରିବେ ତାହେଲେ ନିଶ୍ଚିତ ଆମର ସବୁ ସମସ୍ୟା ଗୁଡ଼ିକ ସମାଧାନ ହେଇପାରିବ। ଆଜି ଯେଉଁ ସମସ୍ୟା ଗୁଡ଼ିକ ହେଉଛି ଯେ ଏଠି ମୁଁ କହିବା ଆମର ଗୋଟେ ଜିନିଷ ମୁଁ ଗଣତନ୍ତ୍ର ସମ୍ବିଧାନକୁ ପ୍ରଶାସନ ରେସ୍ପେକ୍ଟ କରୁଛି କିନ୍ତୁ ଏଠି ଆଜି ଯଦି ଯେକୌଣସି ଯଦି ସମସ୍ୟା ହେଉଛି ତାହେଲେ ଏଠି ଆମ ଲୋକମାନଙ୍କୁ ଅଣଦେଖା କରାଯାଉଛି ପ୍ରଶାସନ ଲେଭେଲରେ ଆପଣମାନେ ନିହାତି ତାକୁ ଗୁରୁତ୍ୱ ନେବା ଦରକାର ଅଛି। ଯେକୌଣସି ଯଦି ଆମ ଲୋକ କିରେଜ ଦେଉଛନ୍ତି ସେ ଜମି ବାବଦରେ କୁହନ୍ତୁ କାଷ୍ଟ ସାର୍ଟିଫିକେଟ କୁହନ୍ତୁ ଯେକୌଣସି ବାବଦରେ କୁହନ୍ତୁ ଆପଣମାନେ ସିରିୟସଲି ଆମ ଲୋକମାନଙ୍କ ପାଇଁ କାମ କରିବା ନିହାତି ଆବଶ୍ୟକ ଅଛି। ଯେହେତୁ ଏଇଟା ସିଭିଲ ଏରିଆ ଆପଣମାନେ ଜାଣିଛନ୍ତି କିନ୍ତୁ ହେଲେ ବି ଆପଣମାନେ ଏ କାର୍ଯ୍ୟକାରୀ ହେଇପାରୁନାହିଁ ଏ କ'ଣ ପାଇଁ ହେଇପାରୁନାହିଁ ଦୁଃଖର ବିଷୟ। ଆଉ ଏଠି ମଧ୍ୟ ମୋର ଗୋଟେ ଯେତେ ମାନେ ପ୍ରତିନିଧି ଅଛନ୍ତି ସର୍ବଦଳକୁ ସେମାନଙ୍କୁ ମଧ୍ୟ ସମ୍ମାନ ଦେଉଛି ଆପଣମାନେ ମଧ୍ୟ ଟିକେ ଗୁରୁତ୍ୱ ଦିଅନ୍ତୁ ଯେ ପ୍ରଥମେ ଆମେ ମାଟି ପାଇଁ ଲଢ଼େଇ କରିବା ଯେମିତି ତମାଦାର ଏ ମାଟି ପାଇଁ ରକ୍ତ ଦେଇଥିଲେ ଯେମିତି ବିର୍ସାମାନେ ରକ୍ତ ଦେଇଥିଲେ ମାଟି ପାଇଁ ଲଢ଼େଇ କରୁଥିଲେ ଆମେ ପ୍ରଥମେ ମାଟି ପାଇଁ ଲଢ଼େଇ କରିବା ସମସ୍ତେ ତାହେଲେ ଆମେ ସମସ୍ତେ ଆନନ୍ଦ ପାଇବା ଆଉ ସମସ୍ତେ ଏକ ହେଇକି ଆମେ ଆବାଜ ଉଠାଇବା। ଆଉ ଏଠି ମଧ୍ୟ ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହୁଁଛି ଦେଖନ୍ତୁ ସରକାର ଏଠି ମଧ୍ୟ ଏବେ ତ ଜମି ସମସ୍ୟା ଅଛି ଜିଲ୍ଲା ଭିତ୍ତିକ ହେଇପାରୁନାହିଁ ଆମେ ଜିଲ୍ଲା ଭିତ୍ତିକ ହେଲେ ଜିଲ୍ଲା ଭିତ୍ତିକ କରିନାହାନ୍ତି ରାଜ୍ୟ ଭିତ୍ତିକ କରାଯାଉଛି ଏସବୁ କ'ଣ କରାଯାଉଛି କ'ଣ ବେଶୀ କରାଯାଉଛି ଏସବୁ ସମସ୍ୟା ରହିଛି। ତେଣୁ ଆଗାମୀ ଦିନରେ ଆମେ ସମସ୍ତେ ଏକତ୍ରିତ ହେଇକିରି ମାନେ ଭାଇଚାରାରେ ଯେମିତି ଆମର ଅଧିକାରକୁ କେମିତି ହାସଲ କରିପାରିବା ସେଥିରେ ମଧ୍ୟ ଯେଉଁ ସଂଗଠନ ଅଛନ୍ତି ଆମର ଆଦିବାସୀ ମହାସଂଗଠନ ଅଛନ୍ତି ସରପଞ୍ଚ ଅଛନ୍ତି ସମସ୍ତେ ଯଦି ଏକତ୍ରିତ ହେଇକିରି ଆମେ ଗୋଟେ ନିଷ୍ପତ୍ତି ନେବା ଯେ ଏଇଟା ହେଉଛି ଆମର ଘର ସମସ୍ୟା ଆମେ ମିଶିକିରି ଲଢ଼େଇ କରିବା ଆଉ ଏଠି ଆମର ଭିତରେ କରିବା ଯେଉଁ ସମୟ ଅଛନ୍ତି ସମସ୍ତେ ଏକତ୍ରିତ ହେଇକି ଲଢ଼େଇ କରିବା ନିଶ୍ଚିତ ଆଗକୁ ଯାଇପାରିବା। ଆଉ ନିଶ୍ଚିତ ଆପଣମାନେ ଏତିକି ମନେ ରଖିଥାନ୍ତୁ 10 ତାରିଖରେ ମୁଁ ଦିଲ୍ଲୀ ଯାଉଛି ନିଶ୍ଚିତ ଭାବେ ଆପଣମାନେ ଦେଖିପାରିବେ ଯେ ସେ କୋଉ ଟାଇପର ଆବାଜ ଉଠାଉଛି ମୁଁ ଯେହେତୁ ମୋର ଯେଉଁ ସଂଗଠନ ଇଏର ଗତକାଲି ଲିବରେସନ ରେଜିଷ୍ଟ୍ରେସନ ସଂଗଠନ ଛତିଶଗଡ଼ରୁ ମଧ୍ୟପ୍ରଦେଶରୁ ଝାଡ଼ଖଣ୍ଡରୁ ତେଲେଙ୍ଗାନାରୁ ଏସବୁ ଯାଇଥିଲେ ମୋ ସାଙ୍ଗେ ମୁଁ ତାଙ୍କର ସେକ୍ରେଟାରୀ ଅଛି ଆଗାମୀ ଦିନରେ ଆମର ଗୋଟେ ବୈଠକ ଅଛି କେନ୍ଦ୍ର ସରକାରଙ୍କ ସାଙ୍ଗେ ଆଉ ସେଠି ଆପଣମାନେ ଦେଖିବେ ଆମେ କୋଉ ଟାଇପର ଦାବି ଉପସ୍ଥାପନ କରୁଛୁ। ଆମର ଗୋଟେ ଡିମାଣ୍ଡ ହେଉଛି ଆମକୁ ପେଶା ଲାଗୁ କରାଯାଉ ଆମର ଗୋଟେ ଡିମାଣ୍ଡ ପେଶା ଲାଗୁ କରାଯାଉ ନହେଲେ ଆଗାମୀ ଦିନରେ ଆମେ ଚାହୁଁଛୁ ଏ 4ଟି ଜିଲ୍ଲା ଅଭିଯୋଗ କରାପଡ଼ୁଥିଲା ଏ ଆଦିବାସୀ ଜିଲ୍ଲା ଆମକୁ ସ୍ୱତନ୍ତ୍ର ଆଦିବାସୀ ରାଜ୍ୟର ମାନ୍ୟତା ଦିଆଯାଉ ଏଇଟା ହେଉଛି ଆମର ଡିମାଣ୍ଡ ଅଛି କେନ୍ଦ୍ର ସରକାରଙ୍କ ପାଖରେ ଆମକୁ ସ୍ୱତନ୍ତ୍ର ଆଦିବାସୀ ମାନ୍ୟତା ଦିଆଯାଉ ଆମର ଶାସନ ଆମେ କରିବୁ ଆମେ କାହା ସହିତ ଧାର କରିବା ଯେହେତୁ ଆମେ ପ୍ରଶାସନ
देशवासी जय संविधान जय बिरसा मुंडा जय